हे पुआ ମୁଁ ତତେ କେତେଥର କହିଛି ଏଠାରେ ଚା ବିକ୍ରୟ କର ନାହିଁ। ଏହା କମ୍ପାନୀର ଅଞ୍ଚଳ, ଏଠାରୁ ଚାଲିଯା। ଯଦି ତୁ ମୋତେ ପୁଣି ଏଠାରେ ଚା ବିକ୍ରୟ କରୁଥିବାର ମୁଁ ଦେଖିବି, ମୁଁ କେଟିଲ୍ ଜବତ କରିବି। ଆଜ୍ଞା, ମୋତେ 5 ମିନିଟ୍ ସମୟ ଦିଅ। ମୋତେ କିଛି ଚା ବିକ୍ରୟ କରିବାକୁ ଦିଅ, ତାପରେ ମୁଁ ଚାଲିଯିବି। ତୁ ବୁଝିପାରୁନାହିଁ କି? ମୁଁ ତତେ କେତେଥର କହିଛି ଏଠାରେ ଠିଆ ନ ହେବାକୁ। ଏଠାରୁ ବାହାରି ଯା ଏବଂ ଏବେଠାରୁ ଏହି ଫାଟକ ପାଖରେ ଦେଖାଯିବୁ ନାହିଁ। ପୁଅଟି, ଏଠାରେ ଚା ନୁହେଁ, ଏଠାରେ ସିଭି ଗ୍ରହଣ କରାଯାଏ। ଯଦି ତୁ କମ୍ପାନୀରେ ପ୍ରବେଶ କରିବାକୁ ଚାହୁଁଛୁ ତେବେ ଡିଗ୍ରୀ ଆଣେ, କେଟିଲ୍ ନୁହେଁ। ଠିକ୍ ଅଛି, ଆଜି ତୁମେମାନେ ଚା ବିକ୍ରୟ କରିବାକୁ ଦେଉନାହଁ, କିନ୍ତୁ ଗୋଟିଏ ଦିନ ମୁଁ ଏହି କମ୍ପାନୀର ଶ୍ରେଷ୍ଠ ବରିଷ୍ଠ ଅଧିକାରୀ ଭାବରେ କାମ କରିବି। ମନେ ରଖ ଏବଂ ସେହି ଦିନ ତୁମେ ମୋତେ ସାଲ୍ୟୁଟ୍ କରିବ। ସକାଳ ହୋଇଥିଲା। ରେଳ ପ୍ଲାଟଫର୍ମ ସବୁଦିନ ପରି ଗହଳପୂର୍ଣ୍ଣ ଥିଲା। କେତେକ ଟ୍ରେନ୍ ଧରିବାକୁ ଧାଇଁ ଆସୁଥିଲେ, ଅନ୍ୟମାନେ ସିଟ୍ ଖୋଜି ବ୍ୟାଗ୍ ଟାଣି ନେଉଥିଲେ। ଭିଡ଼ ମଧ୍ୟରେ ସୁଶାନ୍ତ ତାଙ୍କର ଛୋଟ ଷ୍ଟିଲ୍ କେଟିଲ୍ ଏବଂ ଗ୍ଲାସ୍ ଧରି ଠିଆ ହୋଇଥିଲେ। ତାଙ୍କର ସ୍ୱର ପୂର୍ବ ପରି ସ୍ପଷ୍ଟ ଏବଂ ସିଧାସଳଖ ଥିଲା। ସେ ଡାକିଲେ, ଚା ନିଅ, ଗରମ ଚା। ସୁଶାନ୍ତ 19 ବର୍ଷ ବୟସର ଥିଲେ। ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିଲା। ତାଙ୍କ ମା' ଘରେ ସିଲେଇ କରି ପରିବାର ଚଳାଉଥିଲେ। ଚା ଦୋକାନ ହିଁ ସେମାନଙ୍କର ଜୀବିକା ଥିଲା। ସେ ପ୍ରତିଦିନ ପ୍ଲାଟଫର୍ମରେ ଚା ବିକ୍ରି କରୁଥିଲେ ଏବଂ ମଧ୍ୟାହ୍ନ ପରେ ସେ ପାଖରେ ଥିବା ଏକ ବଡ଼ କର୍ପୋରେଟ୍ କୋଠା ବାହାରକୁ ମଧ୍ୟ ଯାଉଥିଲେ। ସେଠାକାର କର୍ମଚାରୀମାନେ ପ୍ରାୟତଃ ଚା କିଣିଥାନ୍ତି, ତେଣୁ ସେ ଭାବିଥିଲେ ଯେ ଏହା ତାଙ୍କର ଆୟକୁ ଟିକିଏ ବୃଦ୍ଧି କରିପାରେ। ସେଦିନ ସେ ବିଲ୍ଡିଂର ଗେଟ୍ ପାଖରେ ପହଞ୍ଚିଲେ। ଉଚ୍ଚ କାଚ କାନ୍ଥ ଭିତରେ ଏୟାର କଣ୍ଡିସନର ଥଣ୍ଡା ପବନ ଏବଂ ବାହାରେ କେଟିଲ୍ର ବାଷ୍ପ। ସେ ଗେଟ୍ ପାଖରେ ଠିଆ ହୋଇଥିଲେ ଯେତେବେଳେ ଜଣେ ସୁରକ୍ଷାକର୍ମୀ ଆଗକୁ ପାଦ ଦେଲେ। ଗାର୍ଡ ଆଗକୁ ପାଦ ଦେଲେ। ତାଙ୍କ ମୁହଁ କଠୋର ଥିଲା। ସେ ଭ୍ରୂକୁଞ୍ଚିତ ହୋଇ କହିଲେ, ମୁଁ ତୋତେ କେତେଥର ଏହା ବୁଝାଇବି? ଏହା ବଜାର ନୁହେଁ, ଏହା ଏକ କମ୍ପାନୀ ଅଞ୍ଚଳ। ଏଠାରେ ଚା ବିକ୍ରି କର ନାହିଁ। ତୁ ବୁଝିପାରୁନାହିଁ କି? ଆଜ୍ଞା, ମୋତେ କେବଳ 5 ମିନିଟ୍ ଅପେକ୍ଷା କରିବାକୁ ଦିଅ। ଲୋକମାନେ ନିଜେ ଆସି କିଣିବେ। ମୁଁ କାହାକୁ ହଇରାଣ କରିବି ନାହିଁ। ତୁମେ କାହିଁକି ବୁଝିପାରୁନାହଁ? ଏଠାରେ ଷ୍ଟଲ୍ ସ୍ଥାପନ କରିବା ପାଇଁ ନିଷେଧ। ନିୟମ ସମସ୍ତଙ୍କ ପାଇଁ ସମାନ। ଯଦି ତୁମକୁ ଆଜି ଏଠାରେ ଠିଆ ହେବାକୁ ଦେବି, ତେବେ କାଲି ଆଉ 10 ଜଣ ଆସିବେ। ସାର୍, ମୁଁ ସକାଳଠାରୁ ପ୍ଲାଟଫର୍ମରେ ବିକ୍ରି କରୁଛି। ମୁଁ ଭାବିଥିଲି ଏଠାରେ ମଧ୍ୟ ଟିକିଏ ବିକ୍ରି କରିବି। ଘର ଖର୍ଚ୍ଚ ଅଛି। ଗାର୍ଡର ସ୍ୱର କଠୋର ହୋଇଗଲା। ସେ କହିଲେ, ସମସ୍ତେ ଘରର ଖର୍ଚ୍ଚ ବହନ କରନ୍ତି। ଏହାର ଅର୍ଥ ନୁହେଁ ଯେ ତୁମେ ଯେଉଁଠାରେ ଚାହିଁବ ସେଠାରେ ଠିଆ ହୋଇପାରିବ। ଠିକ୍ ସେତିକିବେଳେ କାଚ ଦ୍ୱାରରୁ 2 ଜଣ କର୍ମଚାରୀ ବାହାରି ଆସିଲେ। ସେମାନେ ସୁଶାନ୍ତଙ୍କୁ ଚାହିଁ ଅଟକିଗଲେ। ଟିକିଏ ହସିଲେ। ସେମାନଙ୍କ ମଧ୍ୟରୁ ଜଣେ ହସି କହିଲେ, ହେ ଭାଇ, ତୁମେ ଭୁଲ ସ୍ଥାନକୁ ଆସିଛ। ଏଠାରେ ଚା ନୁହେଁ, ସିଭି ଗ୍ରହଣ କରାଯାଏ। ଯଦି ତୁମେ କୌଣସି କମ୍ପାନୀରେ ପ୍ରବେଶ କରିବାକୁ ଚାହୁଁଛ, ତେବେ ଡିଗ୍ରୀ ଆଣ, କେଟିଲ୍ ନୁହେଁ। ଏହା କର୍ପୋରେଟ୍ ପ୍ଲାଟଫର୍ମ ନୁହେଁ। ତୁମର ଚା ଭଲ ହେବ, କିନ୍ତୁ ତୁମକୁ ଏଠାରେ ଏକ ଇଣ୍ଟରଭ୍ୟୁ ଦେବାକୁ ପଡ଼ିବ। ସୁଶାନ୍ତ କିଛି ସମୟ ପାଇଁ ସେଠାରେ ଠିଆ ହେଲା। ସେ କେଟିଲ୍ର ହ୍ୟାଣ୍ଡେଲକୁ ଜୋରରେ ଧରିଲା। ତାପରେ କିଛି ନ କହି ସେ ପଛକୁ ବୁଲିଗଲା। ପଛରୁ ଗାର୍ଡର ସ୍ୱର ଆସିଲା, ଏଠାରେ ଆଉ ଦେଖାଯିବ ନାହିଁ। ସୁଶାନ୍ତ କୌଣସି ଉତ୍ତର ଦେଲା ନାହିଁ। ସେ ଧୀରେ ଧୀରେ କେଟିଲ୍ ଉଠାଇ ପ୍ଲାଟଫର୍ମ ଆଡ଼କୁ ଫେରିଗଲା। ତାଙ୍କ ପଛର ହସ ସ୍ପଷ୍ଟ ଭାବରେ ତାଙ୍କ କାନରେ ପହଞ୍ଚିଲା, କିନ୍ତୁ ତାଙ୍କ ପାଦ ଅଟଳ ରହିଲା। ସେ ଜାଣିଥିଲେ ଯେ ଯୁକ୍ତିତର୍କ କରିବା ଦ୍ୱାରା ଭୋକ ମେଣ୍ଟାଯାଏ ନାହିଁ। ପ୍ଲାଟଫର୍ମକୁ ଫେରି ସେ ପୁଣି ଡାକିଲେ, ଚା ନିଅ, ଗରମ ଚା। ଭିଡ଼ ମଧ୍ୟରୁ ଜଣେ ବୟସ୍କ ଯାତ୍ରୀ ତାଙ୍କୁ ଧ୍ୟାନର ସହିତ ଚାହିଁଲେ। ସେ ତାଙ୍କ ଚା ନେଉଥିବା ସମୟରେ ପଚାରିଲେ, ତୁମେ ସେଠାକୁ କାହିଁକି ଯାଇଥିଲ? ମୁଁ ଭାବିଥିଲି ମୁଁ ଟିକେ ଅଧିକ ବିକ୍ରୟ କରିପାରେ ମ୍ୟାଡାମ୍, କିନ୍ତୁ ସେଠାରେ ମୋ ପାଇଁ କୌଣସି ସ୍ଥାନ ନାହିଁ। ବୃଦ୍ଧ ବ୍ୟକ୍ତି ଶାନ୍ତ ଭାବରେ କହିଲେ, ସ୍ଥାନ ମାଗି ଅର୍ଜନ କରାଯାଏ ନାହିଁ। ସୁଶାନ୍ତ ଧ୍ୟାନ ଦେଇ ଶୁଣିଲେ କିନ୍ତୁ କିଛି କହିଲେ ନାହିଁ। ସନ୍ଧ୍ୟାରେ ଯେତେବେଳେ ସେ ଘରେ ପହଞ୍ଚିଲେ, ତାଙ୍କ ମା ଦ୍ୱାରା ପାଖରେ ବସିଥିଲେ। ସେ ତାଙ୍କ ମୁହଁରେ କ୍ଳାନ୍ତି ଦେଖିଲେ। ସେ ପଚାରିଲେ, ତୁ ଆଜି ପୁଣି ସେଠାକୁ ଯାଇଥିଲୁ କି? ହଁ, କିନ୍ତୁ ସେଠାରେ ମୂଲ୍ୟ ଚା'ରେ ନୁହେଁ, ବରଂ ଡିଗ୍ରୀରେ ଅଛି। ପୁଅ, ଦୁନିଆ ତୋତେ ପ୍ରତ୍ୟେକ ଥର ପ୍ରତ୍ୟାଖ୍ୟାନ କରିବ, କିନ୍ତୁ ଯଦି ତୁ ନିଜକୁ ପ୍ରତ୍ୟାଖ୍ୟାନ କରୁ, ତେବେ ଆଉ କୌଣସି ସ୍ଥାନ ରହିବ ନାହିଁ। ସେଦିନ ରାତିରେ ସେ ବହୁ ସମୟ ଶୋଇପାରିଲେ ନାହିଁ। ପ୍ଲାଟଫର୍ମରେ ଶବ୍ଦ, ଗାର୍ଡଙ୍କ କଠୋର ମୁହଁ ଏବଂ ସେହି ବାକ୍ୟ, ଏଠାରେ ଏକ ସିଭି କାମ କରେ, ତାଙ୍କ ମନରେ ବାରମ୍ବାର ବାଜିଲା। ପରଦିନ ପ୍ଲାଟଫର୍ମରେ ସେହି ଭିଡ଼ ଥିଲା, ସେହି କେଟିଲ୍, ସେହି ସ୍ୱର, କିନ୍ତୁ ତାଙ୍କ ଭିତରେ କିଛି ପରିବର୍ତ୍ତନ ହୋଇଥିଲା। ଯେତେବେଳେ ଜଣେ ଯାତ୍ରୀ ତାଙ୍କ ଲାପଟପ୍ ଖୋଲା ରଖି ବସିଥିଲେ ଏବଂ କହିଥିଲେ ଯେ ଇଣ୍ଟରନେଟ୍ କାମ କରୁନାହିଁ, ସୁଶାନ୍ତ ସଙ୍କୋଚରେ କହିଥିଲେ, ଯଦି ତୁମେ ଚାହଁ ମୁଁ ଦେଖିବି। ମୁଁ ଟିକିଏ ବୁଝିପାରୁଛି। ତୁମେ କମ୍ପ୍ୟୁଟର ଜାଣ? ସମ୍ପୂର୍ଣ୍ଣ ନୁହେଁ, କିନ୍ତୁ ମୁଁ ଟିକିଏ ବୁଝିପାରୁଛି। ସେହି ଦିନ ଯେଉଁ ଯାତ୍ରୀଙ୍କର ଲାପଟପ୍ ସୁଶାନ୍ତ ହାତରେ ଧରିଥିଲା, ସେ ତଳକୁ ନଇଁପଡ଼ି କିବୋର୍ଡ ପାଖକୁ ଚାହିଁଲା। କିଛି ସେଟିଂ ଖୋଲିଲା ଏବଂ ଯାତ୍ରୀ ଜଣକ କହିଲେ, ହୁଏତ ନେଟୱାର୍କ ସ୍ୱୟଂଚାଳିତ ଭାବରେ ସଂଯୋଗ ହେଉନାହିଁ। ଏଠାରୁ ସଂଯୋଗ କରନ୍ତୁ। ଯାତ୍ରୀ
ତାଙ୍କ ପରାମର୍ଶ ଗ୍ରହଣ କରି ପୁଣି ଚେଷ୍ଟା କଲେ। ଇଣ୍ଟରନେଟ୍ କାମ କରିବା ଆରମ୍ଭ କଲା। ସେ ଆଶ୍ଚର୍ଯ୍ୟ ହୋଇ ସୁଶାନ୍ତକୁ ଚାହିଁଲେ ଏବଂ ପଚାରିଲେ, ତୁମେ ଏହା କେଉଁଠାରୁ ଶିଖିଲ? ସୁଶାନ୍ତ ସଙ୍କୋଚରେ ଉତ୍ତର ଦେଲେ, ପୂର୍ବରୁ ପ୍ଲାଟଫର୍ମ ପାଖରେ ଏକ ସାଇବର କ୍ୟାଫ୍ ଥିଲା। ମୁଁ ସେଠାକୁ ଚା ପରିବେଷଣ କରିବାକୁ ଯାଉଥିଲି। ମୁଁ ସେଠାରେ ଠିଆ ହୋଇ ଲୋକଙ୍କୁ କାମ କରୁଥିବାର ଦେଖୁଥିଲି। ମୁଁ ଟିକେ ବୁଝିପାରୁଥିଲି। ଯାତ୍ରୀ କିଛି ମୁହୂର୍ତ୍ତ ପାଇଁ ତାଙ୍କୁ ଚାହିଁଲେ। ତାପରେ ଏକ ଗମ୍ଭୀର ସ୍ୱରରେ ସେ କହିଲେ, ଯଦି ତୁମେ ପ୍ରକୃତରେ ଶିଖିବାକୁ ଚାହୁଁଛ, କୋଡ଼ିଂ ଶିଖ। ଯଦି ତୁମର ଡିଗ୍ରୀ ନାହିଁ, ତେବେ ଏକ ଦକ୍ଷତା ବିକାଶ କର। ଆଜିକାଲି ତୁମେ ତୁମର ଫୋନ୍ରୁ ଆରମ୍ଭ କରିପାରିବ। ସୁଶାନ୍ତ ପ୍ରଥମ ଥର ପାଇଁ କୋଡ଼ିଂ ଶବ୍ଦ ଶୁଣିଲା। ସେ ପଚାରିଲା, ଶିଖିବା ପାଇଁ ବହୁତ ଖର୍ଚ୍ଚ ହୁଏ କି? ଯାତ୍ରୀ ହସି କହିଲେ, ଶିକ୍ଷା ଆରମ୍ଭକାରୀଙ୍କ ପାଇଁ ନୁହେଁ। ଯଦି ତୁମର ଇଣ୍ଟରନେଟ୍ ଅଛି, ତେବେ ଏକ ଉପାୟ ଅଛି। ତୁମେ ମାଗଣା ପାଠ୍ୟକ୍ରମ ପାଇପାରିବ। କେବଳ କାମ କର। ସେହି ଦିନ ପରେ ପ୍ଲାଟଫର୍ମ ସମାନ ରହିଲା, କିନ୍ତୁ ସୁଶାନ୍ତଙ୍କ ଦିନ ବଦଳିଗଲା। ସକାଳ ଚା, ଅପରାହ୍ନ ଚା ଏବଂ ତାଙ୍କ ମୋବାଇଲ ଫୋନ୍ରେ ଭିଡ଼ିଓ ଦେଖିବା। ସେ ପ୍ଲାଟଫର୍ମର ଏକ କୋଣରେ ରେଳବାଇର ମାଗଣା ୱାଇଫାଇ ଧରିଯାଉଥିଲା। ସେଠାରେ ବସି ସୁଶାନ୍ତ ତାଙ୍କ ମୋବାଇଲ ଫୋନ୍ରେ କୋଡ଼ିଂ ଶିଖୁଥିଲେ। ନୂଆ କୋଡ଼୍ଗୁଡ଼ିକୁ ବୁଝିବାକୁ ଚେଷ୍ଟା କରୁଥିଲେ। ଗୋଟିଏ ରାତିରେ ଯେତେବେଳେ ସେ ଘରକୁ ଫେରିଲେ, ତାଙ୍କ ମା ପଚାରିଲେ, ତୁ ଏତେ ବିଳମ୍ବିତ ରାତିରେ ତୋର ଫୋନ୍ରେ କ'ଣ ଦେଖୁଛୁ? ସୁଶାନ୍ତ ଧୀରେ ଉତ୍ତର ଦେଲେ, ମା, ମୁଁ ମୋ ମୋବାଇଲ ଫୋନ୍ରେ କୋଡ଼ିଂ ଶିଖୁଛି। ସେମାନେ କୁହନ୍ତି ଏହା ମୋତେ ଏକ ଭଲ ଚାକିରି ଦେଇପାରିବ। ତୁ ତୋର ଚା କାମ ଛାଡ଼ିଦେବୁ? ନା, ଏବେ ନୁହେଁ। ମୁଁ ପ୍ରଥମେ ଶିଖିବି। ଦିନ ବିତିଗଲା। ସେ ତାଙ୍କ ସଞ୍ଚୟ ଟଙ୍କା ବ୍ୟବହାର କରି ଏକ ପୁରୁଣା ଦ୍ୱିତୀୟ ହ୍ୟାଣ୍ଡ ଲାପଟପ୍ କିଣିଲେ। ରାତିରେ ଯେତେବେଳେ ତାଙ୍କ ମା ଶୋଇପଡ଼ନ୍ତି, ସେ ଖଟ ପାଖରେ ମହଲାରେ ବସି ଦୀର୍ଘ ସମୟ ପର୍ଯ୍ୟନ୍ତ କୋଡ଼ିଂ ଅଭ୍ୟାସ କରୁଥିଲେ। ତ୍ରୁଟି ପ୍ରାୟତଃ ଦେଖାଯାଉଥିଲା। ସ୍କ୍ରିନ୍ ଲାଲ ଅକ୍ଷରରେ ପୂର୍ଣ୍ଣ ହେଉଥିଲା। ସେ ପୁଣି ଚେଷ୍ଟା କରୁଥିଲେ। ଗୋଟିଏ ସନ୍ଧ୍ୟାରେ ସେ ପ୍ଲାଟଫର୍ମରେ ସେହି ଯାତ୍ରୀଙ୍କୁ ଭେଟିଥିଲେ। ସେ ପଚାରିଲେ, ତୁମେ ଶିଖୁଛ ନା ଭୁଲିଗଲ? ମୁଁ ଶିଖୁଛି। ମୁଁ ଏବେ ବି ଏକ ୱେବସାଇଟ୍ ତିଆରି କରିବା ଶିଖୁଛି। ଯଦି ତୁମେ ପ୍ରତିଦିନ ଟିକେ କର, ତେବେ ତୁମ ଆଗକୁ ବଢ଼ିପାରିବ। ମନେ ରଖ, ସବୁଠି ଦକ୍ଷତାକୁ ସମ୍ମାନ କରନ୍ତି। ସୁଶାନ୍ତ ସେହି ପରାମର୍ଶକୁ ହୃଦୟଙ୍ଗମ କଲେ। କିନ୍ତୁ ରାସ୍ତା ସହଜ ନଥିଲା। କେତେବେଳେ ଗ୍ରାହକ ଆସୁନଥିଲେ ଏବଂ ଘର ଖର୍ଚ୍ଚ କଷ୍ଟକର ହେଉଥିଲା। ଯେତେବେଳେ ତାଙ୍କ ମା ଔଷଧ କିଣିବାକୁ ମନା କରୁଥିଲେ, ସେ ଚିଡ଼ଚିଡ଼ା ହୋଇ କହୁଥିଲେ, ତୁମେ କାହିଁକି ଔଷଧ ଛାଡ଼ିଲ ମା? ତୋର ବଡ଼ ସ୍ୱପ୍ନ ଅଛି। ଆମକୁ ଆମର ଖର୍ଚ୍ଚ କମ୍ କରିବାକୁ ପଡ଼ିବ। ସେହି ରାତିରେ ସୁଶାନ୍ତ ବହୁ ସମୟ ପର୍ଯ୍ୟନ୍ତ ଛାତକୁ ଚାହିଁ ରହିଲା। ତାଙ୍କୁ କମ୍ପାନୀ ଗେଟ୍, ଗାର୍ଡର ମୁହଁ ଏବଂ ସେହି ବାକ୍ୟ ମନେ ପଡ଼ିଲା, ଏଠାରେ ସିଭି ବ୍ୟବହାର କରାଯାଏ। ଏବେ ସେ ବୁଝିବା ଆରମ୍ଭ କରିଥିଲେ ଯେ ସିଭି କ'ଣ ଏବଂ ଏହାକୁ ପୂରଣ କରିବାକୁ କ'ଣ ଆବଶ୍ୟକ। କିଛି ମାସ ପରେ ସେ ଛୋଟ ଛୋଟ ଅନଲାଇନ୍ ଚାକିରି କରିବା ଆରମ୍ଭ କଲେ। କାହା ପାଇଁ ଏକ ସରଳ ୱେବସାଇଟ୍ ପୃଷ୍ଠା ତିଆରି କରିବା, କାହାର ତଥ୍ୟ ସଂଶୋଧନ କରିବା। ଦରମା କମ୍ ଥିଲା, କିନ୍ତୁ ତାଙ୍କର ଆତ୍ମବିଶ୍ୱାସ ଧୀରେ ଧୀରେ ବଢ଼ିବାକୁ ଲାଗିଲା। ଗୋଟିଏ ଦିନ ସେ ତାଙ୍କ ମାଆଙ୍କୁ କହିଲେ, ମୁଁ ଏକ ଇଣ୍ଟରଭ୍ୟୁ ଚେଷ୍ଟା କରିବା ଉଚିତ। ସମାନ କମ୍ପାନୀରେ। ହଁ, ଯେଉଁଠାରୁ ତାଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ନିଜ ପାଇଁ ସ୍ଥାନ ତିଆରି କରିବା ବିଷୟରେ ଭାଗ ମନେ ଅଛି। ବର୍ତ୍ତମାନ ପ୍ଲାଟଫର୍ମ ତାଙ୍କ ପାଇଁ କେବଳ ଏକ ଚାକିରି ନଥିଲା, ଏହା ତାଙ୍କର ଆରମ୍ଭ ଥିଲା। ଏବଂ ବର୍ତ୍ତମାନ ସେ ପରବର୍ତ୍ତୀ ପଦକ୍ଷେପ ନେବାକୁ ଯାଉଥିଲେ। ସେହି ଅଫିସକୁ ଯେଉଁଠାରେ ତାଙ୍କୁ ଥରେ କେଟିଲ୍ ଧରି ଠିଆ ହେବାକୁ ଅନୁମତି ଦିଆଯାଇନଥିଲା। କିଛି ମାସର ନିରନ୍ତର କାମ ପରେ ସୁଶାନ୍ତ ସାହସ ସଂଗ୍ରହ କରି ସେହି କମ୍ପାନୀର ୱେବସାଇଟ୍କୁ ଯାଇ ଚାକିରି ପାଇଁ ଆବେଦନ କଲେ। ଫର୍ମ ପୂରଣ କରିବା ସମୟରେ ତାଙ୍କ ହାତ ଟିକେ ଥରି ଉଠିଲା। ସେ ସତ୍ୟରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ତାଙ୍କର ଶିକ୍ଷା ତାଲିକାଭୁକ୍ତ କଲେ। ଅଭିଜ୍ଞତା ସ୍ତମ୍ଭରେ ସେ ଛୋଟ ଛୋଟ ଅନଲାଇନ୍ ପ୍ରୋଜେକ୍ଟ ବିଷୟରେ ଉଲ୍ଲେଖ କଲେ। ଯେତେବେଳେ ସେ ଅପଡେଟ୍ ରିଜ୍ୟୁମ୍ ବଟନ୍ ଦବାଇଲେ, ତାଙ୍କୁ ସେହି ସାମାନ୍ୟ ବାକ୍ୟ ମନେ ପଡ଼ିଲା, ଏଠାରେ ସିଭି ଗ୍ରହଣ କରାଯାଏ। ଏଥର ତାଙ୍କର ପ୍ରକୃତରେ ଏକ ସିଭି ଥିଲା, ଯଦିଓ ଏକ ଛୋଟ। କିଛି ଦିନ ପରେ ତାଙ୍କୁ ଏକ ଇଣ୍ଟରଭ୍ୟୁ ପାଇଁ କଲ୍ ଆସିଲା। ସେ କିଛି ମୁହୂର୍ତ୍ତ ପାଇଁ ଚୁପଚାପ ବସି ଇମେଲକୁ ଚାହିଁ ରହିଲେ। ତାପରେ ସେ ଚୁପଚାପ ତାଙ୍କ ମାଆଙ୍କୁ କହିଲେ, ମୋତେ ଏକ ଇଣ୍ଟରଭ୍ୟୁ ପାଇଁ ଡକାଯାଇଛି। ସେହି ବଡ଼ ଅଫିସ। ହଁ, ସେହି ଦିନ ସେ ତାଙ୍କର ସବୁଠାରୁ ସଫା ସାର୍ଟ ପିନ୍ଧିଥିଲେ। ପ୍ଲାଟଫର୍ମରେ ଶୀଘ୍ର ସକାଳ ଚା ବିକ୍ରୟ କରିବା ପରେ ସେ ସମୟ ପୂର୍ବରୁ କମ୍ପାନୀ ଗେଟ୍ରେ ପହଞ୍ଚିଗଲେ। ସେହି ଉଚ୍ଚ ଗେଟ୍, ସେହି ସୁରକ୍ଷା କ୍ୟାବିନ୍। ଗାର୍ଡ ତାଙ୍କୁ ଧ୍ୟାନର ସହିତ ଚାହିଁଲା। ସେ ତାଙ୍କୁ ଚିହ୍ନି ପାରିଲେ ନାହିଁ। ସେ ପଚାରିଲେ, ତୁମେ କେଉଁଠାକୁ ଯାଉଛ? ମୁଁ ଏଠାରେ ଏକ ଇଣ୍ଟରଭ୍ୟୁ ପାଇଁ ଆସିଛି। ଗାର୍ଡ ତାଲିକାରେ ତାଙ୍କ ନାମ ଖୋଜିଲେ ଏବଂ ତାଙ୍କୁ ଭିତରକୁ ଯିବା ପାଇଁ ଇଙ୍ଗିତ କଲେ।
ସେହି ମୁହୂର୍ତ୍ତରେ ସୁଶାନ୍ତ ହସିଲେ ନାହିଁ। ସେ କେବଳ ଭିତରକୁ ଚାଲିଗଲେ। ଇଣ୍ଟରଭ୍ୟୁ ରୁମ୍ରେ 3 ଜଣ ଲୋକ ବସିଥିଲେ। ସେମାନେ ସାଧାରଣତଃ ପ୍ରଶ୍ନ ପଚାରିଲେ। ପ୍ରୋଗ୍ରାମିଂ, ଭାଷା, ତର୍କ, ପ୍ରୋଜେକ୍ଟ। ସୁଶାନ୍ତ ସେଗୁଡ଼ିକର ଉତ୍ତର ସଚୋଟ ଭାବରେ ଦେଲେ। ଯେତେବେଳେ ଜଣେ ଇଣ୍ଟରଭ୍ୟୁକାରୀ ପଚାରିଲେ, ତୁମର କୌଣସି ଆନୁଷ୍ଠାନିକ ଡିଗ୍ରୀ ନାହିଁ, ଏହା ଆମ ପାଇଁ ଚିନ୍ତାର ବିଷୟ ହୋଇପାରେ। ତୁମର ଡିଗ୍ରୀ ନାହିଁ, କିନ୍ତୁ ତୁମେ ଯାହା ଶିଖିଛ ତୁମେ ତାହା କରି ଶିଖିଛ। ଯଦି ତୁମେ ସୁଯୋଗ ପାଅ ତେବେ ତାହା ପ୍ରମାଣ କରିବ। ମୁଁ ପାରିବି। ଇଣ୍ଟରଭ୍ୟୁ ଶେଷ ହେଲା। ସେ ଯିବା ସମୟରେ ସେ ଆଶା ଏବଂ ଭୟ ଉଭୟ ଅନୁଭବ କଲେ। କିଛି ଦିନ ପରେ ଏକ ଇମେଲ୍ ଆସିଲା। ତାଙ୍କୁ ଚୟନ କରାଯାଇ ନଥିଲା, କାରଣ ସ୍ପଷ୍ଟ ଭାବରେ କୁହାଯାଇଥିଲା, ଆମେ ବର୍ତ୍ତମାନ ଜଣେ ଅଭିଜ୍ଞ ପ୍ରାର୍ଥୀ ଖୋଜୁଛୁ। ସେ ଇମେଲ୍ ପଢ଼ି ତାଙ୍କ ସ୍କ୍ରିନ୍ ବନ୍ଦ କରିଦେଲେ। ସେ କିଛି ସମୟ ପାଇଁ ଚୁପ୍ ବସି ରହିଲେ। ସନ୍ଧ୍ୟାରେ ତାଙ୍କ ମା ପଚାରିଲେ, କ'ଣ ହେଲା? ଏହା ଏପର୍ଯ୍ୟନ୍ତ ହୋଇନାହିଁ। ହୁଏତ ମୋର ଏକ୍ସପିରିଏନ୍ସ ଅଭାବ ଅଛି। ପଢ଼ିବା ପରେ ପୁନର୍ବାର ଉଠିବା ହେଉଛି ପ୍ରକୃତ ଅଭିଜ୍ଞତା। ସୁଶାନ୍ତ ସେହି ଦିନର ପରାଜୟକୁ ଶେଷ ହେବାକୁ ଦେଲେ ନାହିଁ। ସେ ଅନୁଭବ କଲେ ଯେ ତାଙ୍କୁ କେବଳ ଶିଖିବା ଅପେକ୍ଷା ଅଧିକ ଗଭୀର ଭାବରେ ଶିଖିବାକୁ ପଡ଼ିବ। ସେ ବଡ଼ ପ୍ରକଳ୍ପରେ ଧ୍ୟାନ ଦେବା ଆରମ୍ଭ କଲେ। ସେ ଖୋଲା ଉତ୍ସ ପ୍ରକଳ୍ପରେ ଅବଦାନ ଦେବା ଆରମ୍ଭ କଲେ। ରାତି ଲମ୍ବା ହେଲା। ପ୍ଲାଟଫର୍ମରେ ଚା' ବିକ୍ରୟ କରିବା ପରେ ମଧ୍ୟ ତାଙ୍କ ଆଖିରେ କମ୍ କ୍ଳାନ୍ତି ଏବଂ ଅଧିକ ଦୃଢ଼ତା ଦେଖାଗଲା। ପ୍ରାୟ 1.5 ବର୍ଷ ପରେ ସେ କିଛି ଫ୍ରିଲାନ୍ସ କାମ ମାଧ୍ୟମରେ ଅନଲାଇନରେ ସ୍ୱୀକୃତି ପାଇବା ଆରମ୍ଭ କଲେ। ଏକ ଲୋକପ୍ରିୟ ଆପ୍ ତାଙ୍କୁ ଏକ ଛୋଟ ଚୁକ୍ତି ପ୍ରଦାନ କଲା। ସେହି କାମ ପାଇଁ ପୋର୍ଟଫୋଲିଓ ମଜବୁତ କଲା। ଏବେ ତାଙ୍କର ଜୀବନ ବୃତ୍ତାନ୍ତ କେବଳ ପ୍ରୟାସ ନୁହେଁ, ବରଂ ଫଳାଫଳକୁ ପ୍ରତିଫଳିତ କରେ। ଗୋଟିଏ ଦିନ ସେହି ବଡ଼ କମ୍ପାନୀ ପୁଣି ନିଯୁକ୍ତି ଦେଉଥିଲା। ଏଥର ପଦବୀ ଟିକିଏ ଭିନ୍ନ ଥିଲା, କିନ୍ତୁ ଏହା ତାଙ୍କ ଦକ୍ଷତା ସହିତ ମେଳ ଖାଉଥିଲା। ସେ ପୁଣି ଆବେଦନ କଲେ। ତୁମର ଶେଷ ପ୍ରତ୍ୟାଖ୍ୟାନ ପରେ କ'ଣ ପରିବର୍ତ୍ତନ ହେଲା? ପଚରାଯିବାରୁ ସେ ସ୍ପଷ୍ଟ ଭାବରେ ଉତ୍ତର ଦେଲେ, ମୁଁ ଅଟକିବା ଶିଖିନାହିଁ। ମୁଁ ଯେଉଁଠାରେ ଏକ ଫାଙ୍କା ଥିଲା ସେଠାରେ କାମ କରିଥିଲି ଏବଂ ଏବେ ମୁଁ ଏଠାରେ କେବଳ ଶିଖିବାକୁ ନୁହେଁ, ବରଂ ଶିକ୍ଷା ଦେବାକୁ ଆସିଛି। ଏଥର ଆଲୋଚନା ବହୁ ସମୟ ଧରି ଚାଲିଲା। କିଛି ବୈଷୟିକ ପ୍ରଶ୍ନ କଷ୍ଟକର ଥିଲା, କିନ୍ତୁ ସେ କୌଣସି ଭୟଭୀତତା ଦେଖାଇଲେ ନାହିଁ। ସେ ଯିବା ସମୟରେ ସେ ଅନୁଭବ କଲେ ଯେ ଏଥର ଜିନିଷଗୁଡ଼ିକ ଟିକିଏ ଭିନ୍ନ ଥିଲା। କିଛି ଦିନ ପରେ ତାଙ୍କୁ ଅଫର୍ ଲେଟର ଆସିଲା। ସେ ସ୍କ୍ରିନ୍କୁ ବହୁ ସମୟ ପର୍ଯ୍ୟନ୍ତ ଚାହିଁ ରହିଲେ। ତାପରେ ସେ ତାଙ୍କ ମା'ଙ୍କୁ ଡାକି କହିଲେ, ଏଥର ହୋଇଗଲା। କେଉଁଠାରେ? ସେ ଉତ୍ତର ଦେଲେ, ସେହି କମ୍ପାନୀ ଯେଉଁଠାରେ ଚା' ପରିବେଷଣ କରିବାକୁ ମୋତେ ଦେଇନଥିଲେ। ତାଙ୍କ ମା' କିଛି କହିଲେ ନାହିଁ, କେବଳ ତାଙ୍କ ପିଠି ଥାପୁଡ଼ାଇଲେ। କିନ୍ତୁ ସୁଶାନ୍ତ ଜାଣିଥିଲେ ଯେ ଏହା କେବଳ ଆରମ୍ଭ। ଚାକିରି ପାଇବା କାହାଣୀର ଶେଷ ନୁହେଁ। ପ୍ରକୃତ ମୁହୂର୍ତ୍ତ ଆସିବାକୁ ବାକି ଥିଲା, ଯେତେବେଳେ ସେ ପ୍ରତିଦିନ ସମାନ ଫାଟକ ଦେଇ ଚାଲିଯିବେ ଏବଂ ଗୋଟିଏ ଦିନ ହୁଏତ ଅନ୍ୟ କାହା ପାଇଁ ସମାନ ଦ୍ୱାର ଖୋଲିବ, ଯାହା ଥରେ ତାଙ୍କ ପାଇଁ ବନ୍ଦ ଥିଲା। ଚାକିରି ପାଇବା ପରେ ସୁଶାନ୍ତର ଦୈନନ୍ଦିନ କାର୍ଯ୍ୟଧାରା ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ସକାଳେ ପ୍ଲାଟଫର୍ମ ବଦଳରେ ଏକ ସମାନ କର୍ପୋରେଟ୍ ବିଲ୍ଡିଂ ଥିଲା। କେବଳ ପାର୍ଥକ୍ୟ ଥିଲା ଯେ ଏଥର ସେ ଚା' କେଟିଲ୍ ନୁହେଁ, ଏକ ଲାପଟପ୍ ବ୍ୟାଗ୍ ଧରିଥିଲେ। ପ୍ରଥମ କିଛି ଦିନ ପାଇଁ ସେ ଚୁପଚାପ ତାଙ୍କ କାମ ଶିଖିଥିଲେ। ଅଫିସ୍ ମିଟିଂ, ଡେଡ୍ଲାଇନ୍ସର ଦ୍ରୁତ ଗତି ନୂଆ ଥିଲା, କିନ୍ତୁ ଭୟ ପୂର୍ବ ପରି ନଥିଲା। ସେ ନିଜକୁ କହିଥିଲେ, ଯଦି ମୁଁ ଏତେ ଦୂର ଯାଇଥାଏ ତେବେ ମୁଁ ଏହା କରିବି। ପ୍ରଥମ କିଛି ମାସରେ ସେ ତାଙ୍କୁ ଦିଆଯାଇଥିବା କାର୍ଯ୍ୟ ଅପେକ୍ଷା ଅଧିକ କରିଥିଲେ। ପ୍ରାୟତଃ ଦଳର ଅନ୍ୟ ସଦସ୍ୟମାନେ ଘରକୁ ଯାଉଥିଲେ, କିନ୍ତୁ ସେ ବସି କମ୍ପ୍ୟୁଟରରେ କାମ କରୁଥିଲେ। ଧୀରେ ଧୀରେ ସେ ଏପରି ବ୍ୟକ୍ତି ଭାବରେ ପରିଚିତ ହେଲେ, ଯିଏ କୌଣସି ହଙ୍ଗାମା ବିନା କାମ କରନ୍ତି। ଗୋଟିଏ ପ୍ରୋଜେକ୍ଟରେ ସେ ତିଆରି କରିଥିବା ଏକ ଛୋଟ ଅଟୋମେସନ୍ ସ୍କ୍ରିପ୍ଟ ଦଳର କାମ ଘଣ୍ଟା ବଞ୍ଚାଇଥିଲା। ମ୍ୟାନେଜର ଏକ ମିଟିଂରେ ତାଙ୍କର ପ୍ରଶଂସା କଲେ। ସେ ମୁଣ୍ଡ ନଇଁ କହିଲେ, କାର୍ଯ୍ୟକୁ ସହଜ କରିବା ହେଉଛି ପ୍ରକୃତ କାମ। ସମୟ ବିତିଗଲା। 2 ବର୍ଷ ମଧ୍ୟରେ ସେ ଜୁନିୟରରୁ ଜଣେ ବରିଷ୍ଠ ଡେଭଲପର ହୋଇଗଲେ। ଏବେ ଯେତେବେଳେ ବି ନୂଆ ଲୋକମାନେ ଦଳରେ ଯୋଗଦାନ କରୁଥିଲେ, ତାଙ୍କୁ ସେମାନଙ୍କୁ ଜିନିଷଗୁଡ଼ିକ ବୁଝାଇବାକୁ ପଡ଼ୁଥିଲା। ଗୋଟିଏ ଦିନ HR ତାଙ୍କୁ ଡାକି କହିଲେ, ଆସନ୍ତା ସପ୍ତାହରେ ଏକ କ୍ୟାମ୍ପସ ମିଟିଂ ଅଛି। ତୁମେ ପ୍ୟାନେଲରେ ରହିବ। ସୁଶାନ୍ତ କିଛି ସମୟ ପାଇଁ ନୀରବ ରହିଲେ। ସେ ଧୀର ସ୍ୱରରେ ପଚାରିଲେ, ମୁଁ? HR ହସି ହସି କହିଲେ, ହଁ,
ତୁମର ଦଳକୁ ଏକ ଉଜ୍ଜଳ ମନ ଆବଶ୍ୟକ। ତୁମେ ହିଁ ବାଛିବ। ମିଟିଂ ଦିନ ସେ ସକାଳେ ଟିକେ ଶୀଘ୍ର ପହଞ୍ଚିଲେ। ଗେଟ୍ ପାଖରେ ସମାନ ସୁରକ୍ଷା ଗାର୍ଡ ଥିଲା। ପ୍ରବେଶ କରିବା ପୂର୍ବରୁ ସେ କିଛି ସମୟ ପାଇଁ ଚାରିପାଖକୁ ଚାହିଁଲେ। ସେହି ସ୍ଥାନ ଯେଉଁଠାରେ ତାଙ୍କୁ ଥରେ ଚାଲିଯିବାକୁ କୁହାଯାଇଥିଲା। ଆଜି ସେ ତାଙ୍କ କମ୍ପାନୀ ପରିଚୟପତ୍ର ଦେଖାଇ ପ୍ରବେଶ କରୁଥିଲେ। ଗାର୍ଡ କାର୍ଡକୁ ସ୍କାନ୍ କରି ତାଙ୍କୁ ନିରୀକ୍ଷଣ କଲେ। ସେ ଚାହିଁଲେ। କିଛି ମୁହୂର୍ତ୍ତ ପରେ ସେ ଧୀରେ ପଚାରିଲେ, ତୁମେ ପୂର୍ବରୁ ଏଠାରେ ଚା ବିକୁଥିଲ? ସୁଶାନ୍ତ ଶାନ୍ତ ମୁହଁରେ ଉତ୍ତର ଦେଲେ, ହଁ, ବହୁତ ବର୍ଷ ପୂର୍ବେ। ଗାର୍ଡ ଟିକିଏ ଅସନ୍ତୁଷ୍ଟ ହୋଇଗଲେ। ସେ ମୁଣ୍ଡ ନୁଆଁଇ କହିଲେ, ମୁଁ ସେତେବେଳେ ତୁମକୁ ଚିହ୍ନି ପାରିନଥିଲି। ମୁଁ ନିୟମ ପାଳନ କରୁଥିଲି। ନିୟମ ଆବଶ୍ୟକ। ସ୍ଥାନ ତିଆରି କରିବାକୁ ସମୟ ଲାଗେ। ସେ ଇଣ୍ଟରଭ୍ୟୁର ରୁମ୍ରେ ବସିଥିବା ସମୟରେ ତାଙ୍କୁ ପ୍ଲାଟଫର୍ମରେ ଥିବା ସେହି ରାତିଗୁଡ଼ିକ ମନେ ପଡ଼ିଲା। ସେ ତାଙ୍କ ମୋବାଇଲ ଫୋନ୍ ଆଲୋକରେ ଲେଖିଥିବା ଧାଡ଼ିଗୁଡ଼ିକ ଏବଂ ସେହି ପ୍ରଥମ ପ୍ରତ୍ୟାଖ୍ୟାନ ମନେ ପଡ଼ିଲା। ସେ ତାଙ୍କ ସାମ୍ନାରେ ଚେୟାରରେ ବସିଥିବା ପ୍ରାର୍ଥୀମାନଙ୍କ ମୁହଁରେ ଅନେକ ମୁହଁ ଦେଖିଲେ। ନର୍ଭସ୍ ଆଶାରେ ପରିପୂର୍ଣ୍ଣ ପ୍ରଥମ ପ୍ରାର୍ଥୀ ଭିତରକୁ ଆସିଲେ। ସେ ତାଙ୍କ ଡିଗ୍ରୀ ବିଷୟରେ ଦୀର୍ଘ ସମୟ କଥା ହେଲେ। ସୁଶାନ୍ତ ଧ୍ୟାନ ଦେଇ ଶୁଣିଲେ ଏବଂ ତାପରେ ଶାନ୍ତ ଭାବରେ କହିଲେ, ଠିକ୍ ଅଛି, ଡିଗ୍ରୀ ଠିକ୍ ଅଛି, କିନ୍ତୁ ତୁମେ ପ୍ରକୃତ ସମସ୍ୟାର ସମାଧାନ କିପରି କରିବ? ମୋତେ ଏକ ଉଦାହରଣ ଦିଅ। ଦ୍ୱିତୀୟ ପ୍ରାର୍ଥୀ ଟିକିଏ ଦ୍ୱନ୍ଦ୍ୱରେ ପଡ଼ିଥିବା ପରି ମନେ ହେଲା। ତୃତୀୟ ପ୍ରାର୍ଥୀ ଭିତରକୁ ଆସିଲେ। ତାଙ୍କ ପୋଷାକ ସରଳ, କିନ୍ତୁ ତାଙ୍କ ଆଖି ଦୃଢ଼ ଥିଲା। ସେ କହିଲେ, ମୁଁ ନିଜେ ଅଧିକାଂଶ ଜିନିଷ ଶିଖିଛି। ମୁଁ ଭୁଲ କରି ଶିଖିଛି। ସୁଶାନ୍ତ କିଛି ସମୟ ପାଇଁ ତାଙ୍କୁ ଚାହିଁଲେ। ସେ ତାଙ୍କ ପ୍ରତିଫଳନ ଦେଖିଲେ। ସେ ସିଧାସଳଖ ପ୍ରଶ୍ନ ପଚାରିଲେ, ଯଦି ଆପଣଙ୍କୁ ସୁଯୋଗ ମିଳେ ତେବେ ଆପଣ ଏଠାରେ କ'ଣ ପରିବର୍ତ୍ତନ କରିବେ? ପିଲାଟି ଦ୍ୱିଧା ନକରି କହିଲା, ପୁନରାବୃତ୍ତି। କାମ ମେସିନ ଦ୍ୱାରା ପରିଚାଳନା କରାଯିବା ଉଚିତ। ମଣିଷକୁ ଚିନ୍ତା କରିବାକୁ ସମୟ ଦିଆଯିବା ଉଚିତ। ସୁଶାନ୍ତ ସାମାନ୍ୟ ମୁଣ୍ଡ ହଲାଇଲା। ଇଣ୍ଟରଭ୍ୟୁ ଶେଷ ହେବା ପରେ ସେ ଚୟନ ତାଲିକାରେ ପରବର୍ତ୍ତୀ ସେହି ପୁଅର ନାମ ତାଲିକାଭୁକ୍ତ କଲେ। ସେ ସନ୍ଧ୍ୟାରେ ଅଫିସ ଛାଡ଼ିବା ସମୟରେ ସୁଶାନ୍ତ ଫାଟକ ପାଖରେ କିଛି ସମୟ ପାଇଁ ଅଟକିଗଲା। ସେ ସେହି ଦିନ ମନେ ପକାଇଲା ଯେତେବେଳେ ସେହି ଫାଟକ ବାହାରେ ଠିଆ ହୋଇ ତାଙ୍କୁ ଫେରାଇ ଦିଆଯାଇଥିଲା। ଆଜି ସମାନ ରାସ୍ତା ତାଙ୍କର ନିତିଦିନିଆ ରାସ୍ତା ହୋଇଯାଇଥିଲା। ପାର୍ଥକ୍ୟ କେବଳ ସ୍ଥାନରେ ନୁହେଁ, ଦୃଶ୍ୟରେ ଥିଲା। ଘରକୁ ଫେରିବା ସମୟରେ ସେ ସିଧା ପ୍ଲାଟଫର୍ମ ଆଡ଼କୁ ମୁହାଁଇଲେ। ସେହି ପୁରୁଣା ସନ୍ଧ୍ୟା ଶବ୍ଦ, ଚା'ର ସୁଗନ୍ଧ, ଘୋଷଣାର ଶବ୍ଦ ସବୁକିଛି ସମାନ ଥିଲା। ପୁରୁଣା ଚା ବିକ୍ରେତାମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନଙ୍କ ମଧ୍ୟରୁ ଜଣେ ହସି କହିଲେ, ହେ ସୁଶାନ୍ତ, ତୁମେ ଏବେ ଏକ ବଡ଼ ଅଫିସରେ କାମ କର। ତୁମେ ଏଠାକୁ କିପରି ଆସିଛ? ସୁଶାନ୍ତ ଆକସ୍ମିକ ଭାବରେ ଉତ୍ତର ଦେଲେ, ମୁଁ ଏଠାରୁ ହିଁ ଆରମ୍ଭ କରିଥିଲି। ମୁଁ ଏଠାକୁ କିପରି ଭୁଲିପାରିବି? ସେ ସେହି ସ୍ଥାନରେ ଠିଆ ହୋଇଥିଲେ ଯେଉଁଠାରେ ତାଙ୍କର କେଟଲି ଧରି ଥରେ ଠିଆ ହୋଇଥିଲେ। ସେ କିଛି ସମୟ ପାଇଁ ଭିଡ଼କୁ ନିରୀକ୍ଷଣ କଲେ। ତାଙ୍କୁ ମନେ ପଡ଼ିଲା ଯେ ସେ ରାତିରେ କାନ୍ଥରେ ଆଉଜି କିପରି ତାଙ୍କ ମୋବାଇଲ ଫୋନରେ ଭିଡ଼ିଓ ଦେଖୁଥିଲେ। ମାଗଣା ୱାଇଫାଇ ପାଇବା ପାଇଁ ସେ କିପରି ସ୍ଥାନ ପରିବର୍ତ୍ତନ କରୁଥିଲେ ଏବଂ ପ୍ରତ୍ୟାଖ୍ୟାନ ପରେ ମଧ୍ୟ ସେ ପରଦିନ ଚା ବିକ୍ରୟ କରିବାକୁ କିପରି ଫେରି ଆସୁଥିଲେ। ଯେତେବେଳେ ସେ ଘରକୁ ଫେରିଲେ, ତାଙ୍କ ମା ଦ୍ୱାର ଖୋଲିଲେ। ସେ ତାଙ୍କ ମୁହଁକୁ ଚାହିଁ ପଚାରିଲେ, ଆଜି କିଛି ଭିନ୍ନ ଅଛି କି? ମୁଁ ଆଜି ଏକ ଇଣ୍ଟରଭ୍ୟୁରେ ବସିଥିଲି ମା, ଲୋକଙ୍କୁ ବାଛୁଥିଲି। ସମାନ କମ୍ପାନୀ। ସେ ହସି ହସି କହିଲେ, ହଁ ସମାନ, ଏବଂ ମୋ ପରି ଗୋଟିଏ ପୁଅ ପାଇଲି। ଏକ ସ୍ଥାନ ସ୍ଥାପନ କରିବାକୁ ସମୟ ଲାଗେ, କିନ୍ତୁ ଥରେ ତୁମେ କରିଦେଲେ ଅନ୍ୟମାନଙ୍କ ପାଇଁ ଦ୍ୱାର ଖୋଲିବାକୁ ଭୁଲ ନାହିଁ। ମୁଁ ପ୍ରତି ମାସରେ କିଛି ଟଙ୍କା ରଖିବାକୁ ନିଷ୍ପତ୍ତି ନେଇଛି ମା। ଆମେ ପ୍ଲାଟଫର୍ମର ପିଲାମାନଙ୍କ ପାଇଁ ଏକ ଛୋଟ କମ୍ପ୍ୟୁଟର କ୍ଲାସ୍ ଆରମ୍ଭ କରିବା। ଯିଏ ଶିଖିବାକୁ ଚାହୁଁଛି ସେ ସୁଯୋଗ ପାଇବ। ତୁ ଚା ବିକ୍ରୟ ବନ୍ଦ କରିନାହୁଁ, ତୁ କେବଳ ତୋର ରାସ୍ତା ବଦଳାଇଛୁ। କିଛି ଦିନ ପରେ ସୁଶାନ୍ତ ଯେଉଁ ନୂଆ ପୁଅକୁ ବାଛିଥିଲେ ତାହା ପାଇଁ କମ୍ପାନୀ ଭିତରେ ପ୍ରଥମ ଦିନ ଥିଲା। ସେ ନର୍ଭସ୍ ହୋଇଗଲା। ସୁଶାନ୍ତ ତାଙ୍କ ପାଖକୁ ଯାଇ ଶାନ୍ତ ଭାବରେ କହିଲେ, ଭୟ କର ନାହିଁ। ଏଠାରେ ଡିଗ୍ରୀ ଅପେକ୍ଷା କାମ ଅଧିକ ଗୁରୁତ୍ୱପୂର୍ଣ୍ଣ। ସାର୍, ଆପଣ କେଉଁଠାରେ ପଢ଼ିଥିଲେ? ସୁଶାନ୍ତ
सरल भाବରେ उत्तर देले ମୁଁ ପ୍ଲାଟଫର୍ମରୁ ଆରମ୍ଭ କରିଥିଲି। ପିଲାଟି ବୁଝିପାରିଲା ନାହିଁ, କିନ୍ତୁ ସୁଶାନ୍ତ ହସିଲା। ତାକୁ କାହାକୁ କିଛି ପ୍ରମାଣ କରିବାକୁ ପଡ଼ିବ ନାହିଁ। ତାର କାହାଣୀ ଏକ ରେଜୁମ୍ର ଧାଡ଼ି ନଥିଲା, ଏହା ଏକ ଯାତ୍ରା ଥିଲା। କିଛି ସପ୍ତାହ ପରେ ସେ ପ୍ରତିଦିନ ସମାନ ସୁରକ୍ଷା ଫାଟକ ଦେଇ ଭିତରକୁ ବାହାରକୁ ଯାଉଥିଲା। ଏ ଗାର୍ଡ଼ ଏବେ ତାକୁ ସମ୍ମାନର ସହିତ ସାଲ୍ୟୁଟ୍ କରୁଥିଲେ। ଗୋଟିଏ ଦିନ ଗାର୍ଡ଼ ଧୀରେ କହିଲେ, ମୁଁ ତୁମର କାହାଣୀ ଶୁଣିଲି। କଠିନ ପରିଶ୍ରମର ଫଳ ମିଳେ। ସୁଶାନ୍ତ ସରଳ ଭାବରେ ଉତ୍ତର ଦେଲେ, କଠିନ ପରିଶ୍ରମ ପଥ ଦେଖାଏ, ସମୟରେ ଫଳ ମିଳେ। ସେହି ରାତିରେ ଯେତେବେଳେ ସେ ଘରକୁ ଫେରିଲେ, ଦୂରରୁ ପ୍ଲାଟଫର୍ମର ଶବ୍ଦ ଶୁଣାଯାଉଥିଲା। ସେ ଝରକା ବାହାରକୁ ଚାହିଁ ମନେ ମନେ ଭାବିଲେ, ପ୍ରତ୍ୟେକ ପ୍ଲାଟଫର୍ମ କେବଳ ଟ୍ରେନ୍ ପାଇଁ ନୁହେଁ, କିଛି ପ୍ଲାଟଫର୍ମ ଜୀବନକୁ ଦିଗଦର୍ଶନ ଦେବା ପାଇଁ ମଧ୍ୟ। ଯେଉଁ ଗେଟ୍ରେ ତାଙ୍କୁ ଥରେ କେଟଲି ଧରି ଠିଆ ହେବାକୁ ଅନୁମତି ଦିଆଯାଇନଥିଲା, ସେଠାରେ ସେ ଏବେ ପ୍ରତିଦିନ ପ୍ରବେଶ କରୁଥିଲେ। କିନ୍ତୁ ତାଙ୍କ ଭିତରେ କିଛି ପରିବର୍ତ୍ତନ ହୋଇଥିଲା। କେବଳ ଏକ ବୁଝାମଣା ଥିଲା। ବନ୍ଧୁଗଣ, ଆଶା କରୁଛି ମୋର ଏହି ଛୋଟିଆ କାହାଣୀଟି ଆପଣମାନଙ୍କୁ ନିହାତି ପସନ୍ଦ ଆସିଥିବ। ଯଦି କାହାଣୀଟି ପସନ୍ଦ ଆସିଥାଏ, ତେବେ ପ୍ଲିଜ୍ ଭିଡ଼ିଓକୁ ଲାଇକ୍, ସେୟାର, କମେଣ୍ଟ ଆଣ୍ଡ ସବସ୍କ୍ରାଇବ୍ ନିହାତି କରନ୍ତୁ। ସେ ପର୍ଯ୍ୟନ୍ତ ଧନ୍ୟବାଦ। ନମସ୍କାର। ଜୟ ଜଗନ୍ନାଥ।